ନମସ୍କାର, ସ୍ୱାଗତ କରୁଛି ଆଉ ଗୋଟେ ନୂଆ ମିନି ବ୍ଲଗକୁ। ଏବେ ମୁଁ ବନଉଛି ଇଡଲି। ଏଇଟା ଥିଲା ବିରି ଆଉ ରାବା ଇଡଲି ଯୋଉଟା ଆସୁଛି ଆମର ମାର୍କେଟରେ ପ୍ୟାକେଟରେ ଏଇଟା ସେଇଟା। ତ ମୁଁ ବତୁରେଇକି ରଖିଦେଇଥିଲି ଗୋଟେ ଦିନ ପୁରା ତାକୁ ବାଟିକି ରଖିଦେଇଥିଲି। ଦେନ୍ ଇଡଲି ଛାଞ୍ଚରେ ତାକୁ ଟିକେ ତେଲ ଦେଇକି ତାକୁ ଟିକେ ଗରମ କରିଦେଇଥିଲି ଆଣ୍ଡ ସେଇଥିରେ ଏଇ ଯୋଉ ଆଣଟା ଥିଲା ସେ ଆଣଟାକୁ ସେଇ ଥାକ ଗୁଡ଼ାରେ ସବୁ ସଜାଡ଼ିକି ରଖିଦେଇଥିଲି। ମୋର ଟୋଟାଲ 3ଟା ଥାକ ଥିଲା। ସେ ଛୋଟ ଇଡଲି ଛାଞ୍ଚଟା ଥିଲା। ତ ଇଡଲି ଛାଞ୍ଚରେ ମୁଁ ଟିକେ ତଳେ ପାଣି ଦେଇଦେଇଛି। ତ ପାଣି ଦେଇକି ସେଥିରେ ଇଡଲି ଛାଞ୍ଚ ଗୁଡ଼ାକ ରଖି କିଛି ଟାଇମ୍ ପାଇଁ ଛାଡ଼ିଦବା। ତ 10ରୁ 12 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦବା। ଦେଖିବା କି ଇଡଲିଟା ଠିକ୍ ଠାକ୍ ହେଇଯାଏ। ତ ଏଇ ରାବା ଇଡଲିଟା ବହୁତ କମ୍ ଟାଇମ୍ ନିଏ ବି ହବା ପାଇଁ। ତ ଆମେ 10ରୁ 12 ମିନିଟ୍ ରଖିକି ଆମେ ଛାଡ଼ିଦବା। ଦେନ୍ ମୁଁ ବନେଇଲି ଏବେ ମୋର ରାତିରେ ଡିନର ଯେହେତୁ ଥିଲା ଇଡଲିକୁ ମଟର ତରକାରୀ। ତ ମୁଁ ଏଠି ମଟର ତରକାରୀ ପାଇଁ ପ୍ରିପାରେସନ୍ କରିଦେଇଛି ଆଉ ଅଦା ରସୁଣ ପେଷ୍ଟ କରିକି ଗ୍ରାଇଣ୍ଡିଙ୍ଗ କରିଦେଇଛି। ତ ଏବେ ପୁଣି ମୁଁ ମାଜା ଟିକେ ପିଇ ଦେଇଛି ଯେହେତୁ ଫ୍ରିଜରେ ଟିକେ ମାଜା ଥିଲା ତ ପିଇଦେଲି। ଏଇ ଗରମ ପାଗରେ ତ ମତେ ମାଜା ପିଇବା ପାଇଁ ବହୁତ ଭଲ ଲାଗେ। ଦେନ୍ ମୁଁ ଟିକେ ରେଷ୍ଟ ନେବା ପାଇଁ ଟିକେ ପିଇଦେଲି ଆଣ୍ଡ ଇଡଲିଟାକୁ ବି ଛାଡ଼ି ଦେଇଥିଲି। ତ ପୁଣି କାଲି ସକାଳ ପାଇଁ ଏଠି ମୁଁ ପକେଇ ଦେଇଛି ଭୁସି ଆଉ ମିଶ୍ରି ଯୋଉଟାକି ଆମକୁ ପେଟ ଥଣ୍ଡା ପାଇଁ। ଦେନ୍ ଦେଖନ୍ତୁ ମୋର ଅଦା ରସୁଣ ପେଷ୍ଟ ବି ହେଇଯାଇଛି ଅଲମୋଷ୍ଟ। ଅଦା ରସୁଣ ଆଉ ଲଙ୍କାକୁ ମୁଁ ପେଷ୍ଟ କରିଥିଲି ଆଣ୍ଡ ଏପଟେ ମଟର ବି ସିଝି ଯାଇଛି। ତ ଏପଟେ ଇଡଲି ବି ଦେଖନ୍ତୁ ପୁରା ପରଫେକ୍ଟଲି ହେଇଯାଇଛି। ତ ଆମେ ଏବେ ମଟର ତରକାରୀ କରିବା ଯୋଉଟାକି ମୁଁ ଅଦା ରସୁଣ ପେଷ୍ଟ ପକେଇ ଦେଇ ସାରିଲିଣି। ଆଉ ସେଥିରେ ଟିକେ ଆଳୁ ଯୋଉଟା ସିଝେଇକି ରଖିଥିଲି ସେ ଆଳୁଟା ବି ପକେଇକି ଟିକେ କଷିଦବା। ଜଷ୍ଟ କଷି ହେଇସାରିଲା ପରେ ତ ଏପଟେ ଦେଖିଦିଅନ୍ତୁ ଇଡଲିଟା ବି ହେଇଯାଇଛି। ତ ମୁଁ ମଝିରେ ମଝିରେ ଟିକେ ବାସନ ବି ମାଜି ଦଉଛି ଆଣ୍ଡ ହେଇଗଲା ପ୍ରିପାରେସନ୍ ଇଡଲିକୁ ମଟର ତରକାରୀ। ତ ଏଇଟା ପରଫେକ୍ଟଲି ହେଇଥିଲା। ତ ଏମିତି ହିଁ ଆମେ ବନେଇ ପାରିବା। ଆପଣମାନେ ଚାହିଁଲେ ବନେଇ ପାରିବେ ଯୋଉଟାକି ରାବା ଇଡଲି ମାର୍କେଟରେ ମିଳୁଛି। ତ ଏଇଟାକୁ ହିଁ ମୁଁ ବନେଇଥିଲି। ଆଜିର ଡିନର ଏତିକି ହିଁ ଥିଲା ଆଣ୍ଡ ବହୁତ ଲେଟ୍ ହେଇଗଲାଣି ଆଜି ମୋର ଡିନର କରିବାରେ। and ସକାଳକୁ ବି ବହୁତ ଜଲ୍ଦି ଉଠିକି ମୋତେ ଡ୍ୟୁଟି ବି ଯିବାର ଅଛି। ତ ଏତିକି ହିଁ ଥିଲା ମୋର ଆଜିର ବ୍ଲଗ। ଦେଖା ହବ ନେକ୍ସଟ ବ୍ଲଗରେ। ଟାଟା ବାଏ ବାଏ।